ଯାହା ବିଚାରରେ ସ୍ୱାଭିମାନର ମହକ ରହିଛି, ଯାହା ଉଦ୍ଦେଶ୍ୟରେ ବିଶ୍ୱାସର ମାଧୁର୍ଯ୍ୟତା ରହିଛି, ଯାହା ବିବେକରେ ସତ୍ୟତାର ସ୍ୱାଦ ରହିଛି, ତାହାର ସମ୍ପୂର୍ଣ୍ଣ ଜୀବନ ମହକୁଥିବା ଗୋଲାପ ପରି ହୋଇଥାଏ। ପକେଟରେ ପଇସା ନ ଥାଉ, କିନ୍ତୁ ଆତ୍ମସମ୍ମାନ ଥିବା ଜରୁରୀ। ମୁଣ୍ଡରେ ବୁଦ୍ଧି ନଥାଉ, ବିବେକ ଥିବା ଜରୁରୀ। ଜ୍ଞାନୀ ହୋଇ ନଥାଅ, କିନ୍ତୁ ଦାନୀ ହେବା ଜରୁରୀ। ବଡ଼ ଲୋକ ହୋଇ ନଥାଅ, ହୃଦୟ ବଡ଼ ହେବା ଜରୁରୀ। କେବଳ ମଣିଷ ହେଲେ ହେବ ନାହିଁ ଆଜ୍ଞା, ସଂସାରରେ ସୁନ୍ଦର ମାନସିକତା ରହିବା ନିହାତି ଜରୁରୀ। କେବଳ ସୁଖର ନାମ ଜୀବନ ନୁହେଁ, କଷ୍ଟକୁ ଜୟ କରି ବଞ୍ଚି ରହିବାର ନାମ ହେଉଛି ଜୀବନ। ମଣିଷର ବର୍ତ୍ତମାନ ସ୍ଥିତି ଦେଖି ତାର ଭବିଷ୍ୟତକୁ ଉପହାସ କରନ୍ତୁ ନାହିଁ, କାରଣ ଭବିଷ୍ୟତ ପାଖରେ ଏତେ ଶକ୍ତି ଅଛି ଯେ ସେ କୋଇଲାକୁ ମଧ୍ୟ ହୀରାରେ ପରିଣତ କରିଦିଏ। ସହିବାର ଶକ୍ତି ଯେଉଁ ମଣିଷ ପାଖରେ ଥାଏ ନା, ତାକୁ ଏ ଦୁନିଆ କେବେ ବି ହରାଇ ପାରିନଥାଏ। ଯଦି ଆପଣଙ୍କ ପାଦରେ ଜୋତା ନାହିଁ ନା, ତେବେ ଦୁଃଖିତ ହୁଅନ୍ତୁ ନାହିଁ। ଏ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଜୋତା ପିନ୍ଧିବା ପାଇଁ ତାଙ୍କ ପାଖରେ ପାଦ ହିଁ ନାହିଁ। ମୋର ପ୍ରିୟ ବନ୍ଧୁ, ସବୁବେଳେ ନିଜ ହୃଦୟକୁ ସଫା ରଖନ୍ତୁ। ହିସାବଟେ ରୋଜଗାରର ନୁହେଁ, କର୍ମର ହୋଇଥାଏ। ଯାହା ବିତିଗଲା ତାକୁ ପଛକୁ ଚାହିଁ କେବେ ଦେଖିବ ନାହିଁ, ନହେଲେ ଯାହା ଆଗକୁ ମିଳିବାର ଥିବ ତାକୁ ବି ହରାଇବାକୁ ପଡ଼ିବ। ପାଦରେ ଟଳମଳ ହେବାକୁ ସମସ୍ତେ ଦେଖିଥାନ୍ତି, କିନ୍ତୁ ମୁଣ୍ଡ ଉପରେ କେତେ ବୋଝ ଅଛି ତାହା କେହି କେବେ ଦେଖିପାରନ୍ତି ନାହିଁ। ବିପଦ ଆସିଲେ ସଚ୍ଚୋଟ ରୁହ, ଧନ ଆସିଲେ ସରଳ ହୁଅ, ଅଧିକାର ମିଳିଲେ ବିନମ୍ର ହୁଅ, କ୍ରୋଧ ଆସିଲେ ନିଜକୁ ଶାନ୍ତ ରଖ। ସଫଳ ଲୋକ ନିଜ ନିଷ୍ପତ୍ତି ବଳରେ ଦୁନିଆକୁ ବଦଳାଇ ଦିଅନ୍ତି, କିନ୍ତୁ ଅସଫଳ ଲୋକ ଦୁନିଆ ଡରରେ ନିଜ ନିଷ୍ପତ୍ତି ବଦଳାଇ ଦିଅନ୍ତି। ଆପଣ ଅତୀତକୁ କେବେ ବଦଳାଇ ପାରିବେ ନାହିଁ, କିନ୍ତୁ ଭବିଷ୍ୟତ ଆପଣଙ୍କ ହାତରେ ଅଛି। ଚେଷ୍ଟା କଲେ ନିଶ୍ଚୟ ବଦଳାଇ ପାରିବେ। ନା ଆସ୍ତିକ ହୁଅ, ନା ନାସ୍ତିକ ହୁଅ। ଯାହା ବାସ୍ତବିକ ଆଉ ଭଲ ଲାଗୁଛି ତାକୁ ଗ୍ରହଣ କର, ଆଉ ଯାହା ଖରାପ ଲାଗୁଛି ତାକୁ ତ୍ୟାଗ କର। ତାହା ବସ୍ତୁ ହେଉ ଅବା ମଣିଷ। ଲୋକ ସବୁବେଳେ ହିଁ ଆପଣଙ୍କ ସଫଳତାକୁ ହିଁ ଦେଖିଥାନ୍ତି, କେବେ ଏହା ଦେଖିନଥାନ୍ତି ଯେ ଆପଣ ସେ ସଫଳତାକୁ ପାଇବା ପାଇଁ କେତେ ପରିଶ୍ରମ କରିଛନ୍ତି। ଯିଏ ଆପଣଙ୍କୁ ଭୁଲ ବୁଝନ୍ତି, ସେ ଆପଣଙ୍କ ଚୁପ୍ ରହିବାର ଅର୍ଥ ବି ବାହାର କରି ନେଇଥାନ୍ତି। ସେଥିପାଇଁ ବନ୍ଧୁ, ଲୋକଙ୍କ କଥାକୁ ହୃଦୟକୁ ନେବା ଆଜିଠୁ ହିଁ ଛାଡ଼ି ଦିଅନ୍ତୁ। ତାହା କର ଯାହା ଆପଣଙ୍କୁ ଠିକ୍ ଲାଗୁଛି। ଯାହାକୁ ଆପଣଙ୍କର ଆବଶ୍ୟକ ନାହିଁ, ତାକୁ ଜବରଦସ୍ତି ଆପଣଙ୍କ ଭଲ ପାଇବା ଦେବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ଏପରି କଲେ ସେ ଆପଣଙ୍କ ଭାବନା ସହ ଆପଣଙ୍କୁ ବି ଦଳି ମକଚି ଦେବ। କାହାର ଭଲ କରିକି ତାହାଠାରୁ କିଛି ପାଇବାକୁ ବି ଆଶା ରଖ ନାହିଁ, କାରଣ ଲୋକ ଭଲ କଲେ ବି କହିବେ, ଖରାପ କଲେ ବି କହିବେ। ସବୁବେଳେ ଭାଙ୍ଗିଯିବା ମାନେ ଶେଷ ନୁହେଁ, ବେଳେ ବେଳେ ଭାଙ୍ଗିଯିବା ଦ୍ୱାରା ଜୀବନ ଆରମ୍ଭ ମଧ୍ୟ ହୋଇଥାଏ। ତେଣୁ ଧୈର୍ଯ୍ୟ ରଖନ୍ତୁ, ଜୀବନର ଆରମ୍ଭ ମଧ୍ୟ ହୋଇପାରେ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଭିଡ଼ିଓଟି ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ପୁନର୍ବାର ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।